ଆସିଲା ବର୍ତ୍ତମାନର ବଡ଼ ଖୁସି ଖବର। ଚାଲନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଅପଡେଟଟି। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟିକୁ ଦେବେ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ। ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ରାଜ୍ୟରେ ଦଶମ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯେପରି ପ୍ରସ୍ତୁତ କରିବାକୁ ଯୋଜନା କରାଯାଉଛି, ସେହିପରି ଦ୍ୱାଦଶ ପରୀକ୍ଷା ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଅଭିନବ ପ୍ରୟାସ। ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ 6 ମାସ ପୂର୍ବରୁ ଏକ ପ୍ରି ଏକ୍ଜାମ୍ କରାଯିବ, ଯେଉଁଥିରେ 4ଟି ବିଷୟ ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ବାୟୋଲୋଜି ପରୀକ୍ଷା କରାଯିବ। ଏହି 4ଟି ବିଷୟରେ 300 ମାର୍କର ପରୀକ୍ଷା ହେବ, ଯେଉଁଥିରେ କି ଛାତ୍ରଛାତ୍ରୀଙ୍କୁ ଯୁକ୍ତ 2 ପରିଷଦ ପକ୍ଷରୁ ଆୟୋଜିତ ପରୀକ୍ଷା ଢାଞ୍ଚା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ଯୁକ୍ତ 2 ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷା ସମ୍ପର୍କରେ ଠିକ୍ ଭାବେ ଅବଗତ ହେବା ସହ ପୂର୍ବରୁ ଯୁକ୍ତ 2 ପରୀକ୍ଷାରେ ପିଲାମାନେ ଯେପରି ବିଚଳିତ ହେଉଥିଲେ, ସେହି ଭୟ ପିଲାଙ୍କ ପାଖରେ ରହିବ ନାହିଁ। ବିଶେଷ କରି ପରୀକ୍ଷା ପାଟର୍ନ ସମ୍ପର୍କରେ ପୂର୍ବରୁ ପିଲାଙ୍କର ଅଭିଜ୍ଞତା ସୃଷ୍ଟି ହୋଇଥିବାରୁ ଏହି ପରୀକ୍ଷାରେ ପିଲାଙ୍କର ପାସ୍ ହାର ବୃଦ୍ଧି ପାଇପାରେ। ତେବେ ଏହି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଉଛି। ପୂର୍ବରୁ ଓଡ଼ିଆ ମାଧ୍ୟମ ପିଲାମାନେ ଯୁକ୍ତ 2 ବା ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ଶ୍ରେଣୀର ଶିକ୍ଷାଦାନ ମଧ୍ୟ ଇଂରାଜୀ ଏବଂ ପରୀକ୍ଷାରେ ମଧ୍ୟ ଲେଖିବା ମାଧ୍ୟମ କେବଳ ଇଂରାଜୀ ଭାଷା ଥିବାରୁ ଅନେକ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ପୂର୍ବରୁ ନର୍ଭସ୍ ହୋଇପଡ଼ନ୍ତି। ବିଶେଷ କରି ସାଇନ୍ସ ଛାତ୍ରଛାତ୍ରୀମାନେ ଅଧିକ ଭୟ ଏବଂ ଚିନ୍ତିତ ହୋଇପଡ଼ନ୍ତି। ଏହିପରି ସମସ୍ୟାର ସମାଧାନ ଲାଗି ଦ୍ୱାଦଶ ପରୀକ୍ଷା 6 ମାସ ପୂର୍ବରୁ ଏକ ପ୍ରି ପରୀକ୍ଷା ହେବ, ଯେଉଁଥିରେ 300 ମାର୍କର ପରୀକ୍ଷା କରାଯିବ। ଉଭୟ ସଂକ୍ଷିପ୍ତ ଏବଂ ଦୀର୍ଘ ପ୍ରଶ୍ନ ଉତ୍ତର ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ। ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀମାନେ ଯେପରି ସବୁ ପ୍ରଶ୍ନର ଉତ୍ତର ଦେବା ଲାଗି ସକ୍ଷମ ହୋଇପାରିବେ, ସେ ନେଇ ପିଲାଙ୍କୁ ପ୍ରସ୍ତୁତ କରାଯିବ। ରିପୋର୍ଟ ଅନୁଯାୟୀ ରାଜ୍ୟରେ ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଦ୍ୱାଦଶ ଶ୍ରେଣୀରେ ଇଂରାଜୀରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଇଂରାଜୀ ଭାଷାର ପରୀକ୍ଷା ଦେବେ। ବାଧ୍ୟତାମୂଳକ ଥିବାରୁ ଏହାର ପ୍ରଭାବ ପାସ୍ ହାର ଉପରେ ପଡ଼ୁଛି। ବିଶେଷ କରି ବିଜ୍ଞାନରେ ଓଡ଼ିଆ ମାଧ୍ୟମ ପିଲାଙ୍କ ମଧ୍ୟରୁ 35% ପିଲା ଫେଲ୍ ହେଉଥିବା ବେଳେ ଦଶମ ଶ୍ରେଣୀରେ 50%ରୁ ଅଧିକ ମାର୍କ ରଖିଥିବା ପିଲା ମଧ୍ୟ 64% ଛାତ୍ରଛାତ୍ରୀ 45% ତଳକୁ ମାର୍କ ରଖୁଛନ୍ତି। ବିଶେଷ କରି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନରେ 40% ଛାତ୍ରଛାତ୍ରୀ ଫେଲ୍ ହେଉଥିବା ବେଳେ ଗଣିତରେ 55% ଏବଂ ବାୟୋଲୋଜିରେ 35% ଛାତ୍ରଛାତ୍ରୀ ଫେଲ୍ ହେଉଛନ୍ତି। କଳା ଓ ବାଣିଜ୍ୟରେ 90% ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ପ୍ରାୟ 2% ଥିବାବେଳେ ବିଜ୍ଞାନରେ 90%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା 0.008% ରହୁଛି। ଗତ 5 ବର୍ଷ ହେବ ପାସ୍ ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ 90%ରୁ ଅଧିକ ମାର୍କ ରଖୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ହ୍ରାସ ଘଟୁଛି। ଏହିପରି ସମୟରେ ସମସ୍ୟାର ସମାଧାନ ଲାଗି ପିଲାଙ୍କୁ ପରୀକ୍ଷା ପୂର୍ବରୁ ପ୍ରସ୍ତୁତ କରିବାକୁ ଏପରି ପ୍ରୟାସ କରାଯାଉଛି।